जय जगन्नाथ जय जगन्नाथ। ଆ, ସ୍ୱାତି ଲଗ୍ନର ନୂତନ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି। ଆଜ୍ଞା ନମସ୍କାର। ସାର୍ ନମସ୍କାର ନମସ୍କାର। ସାର୍ ପ୍ରଥମେ ଆମେ ସେଇ ଜଗତରନାଥ ଜଗନ୍ନାଥଙ୍କ ସମର୍ପଣରେ ଗୋଟିଏ ଛୋଟ ଶ୍ଲୋକ ଶୁଣିବା ଆପଣଙ୍କ ଠାରୁ, ତାପରଠୁ ଆମେ କାର୍ଯ୍ୟକ୍ରମ ଆରମ୍ଭ କରିବା। नीलाद्रिनाथं जगतामधीशं चिदांशरूपं स्मरणैकनाथं श्रीनीलगोत्रादिपतिं वरेण्यं सुरेन्द्रवन्द्यं प्रणतोऽस्मि नित्यम् सुरेन्द्रवन्द्यं प्रणतोऽस्मि नित्यम्। जय जय जगन्नाथ जय जय जगन्नाथ जय जय जगन्नाथ। ଜୟ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜଗନ୍ନାଥ କି ଜୟ। ସାର୍ ପ୍ରଥମେ ଆପଣଙ୍କର ପରିଚୟ। ମୋର ପରିଚୟ ଦେବା ପୂର୍ବରୁ ଆଜି ଗୋଟେ ସୌଭାଗ୍ୟର ବିଷୟ, ଆପଣଙ୍କ ଭଳି ଯିଏକି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି, ଜଗନ୍ନାଥ ସଂସ୍କୃତି ଦେଶ ବିଦେଶରେ ଆପଣ ଜଗନ୍ନାଥ ସଂସ୍କୃତି ପହଞ୍ଚି ପାରିଛନ୍ତି। ତେଣୁ ମୁଁ ମୋ ଅନ୍ତରରୁ ହାର୍ଦ୍ଦିକ ଅଭିନନ୍ଦନ ଆପଣଙ୍କୁ ଜ୍ଞାପନ କରିବା ସହିତ ଆପଣଙ୍କ ଅନୁଷ୍ଠାନ ସ୍ୱତିଲଗ୍ନାକୁ ମଧ୍ୟ ମୁଁ ଅନ୍ତରରୁ ଧନ୍ୟବାଦ ଜ୍ଞାପନ କରୁଛି। ଆପଣ ବଣମଲ୍ଲି ବଣରେ ଯେମିତି ରହିଯାଉଥିଲା, ବାସି ପାରୁନଥିଲା, ସୁବାସିତ ଦେଇପାରୁନଥିଲା, ସେହିପରି ଆପଣ ସମସ୍ତ ସୁଧୀ ବୁଦ୍ଧି ଗୁଣୀ ଗୁଣଜ୍ଞ ମାନଙ୍କୁ ଆପଣ ଲୋଚଲୋଚନକୁ ଆଣିପାରୁଛନ୍ତି, ସେଥିପାଇଁ ପୁନର୍ବାର ଆପଣ ଧନ୍ୟବାଦ ଜ୍ଞାପନ କରୁଛି। ମୋର ପରିଚୟ ସାଧାରଣତଃ ପରିଚୟ ତ ସମସ୍ତେ ଦିଅନ୍ତି, ମୋର ପରିଚୟ ସାର୍ ଦୁଇଟି ଅଛି। ଗୋଟେ ହେଉଛି ଲୌକିକ ପରିଚୟ, ଯୋଉଟାକି ଲୋକ ଜଗତରେ ମୋର ବାପା ମା ମତେ ନାଁ ଦେଇଛନ୍ତି। ମୋ ନାଁ ହେଉଛି ହେମନ୍ତ କୁମାର ଗନ୍ତାୟତ। ବ୍ରାହ୍ମଣ ପରିବାରର ସନ୍ତାନ, ଚତୁର୍ଥ ସନ୍ତାନ ମୁଁ ପୁଅ। ମୋର ବୃତ୍ତି ହେଉଛି ଅଧ୍ୟାପକ। ମୁଁ ଭାରତୀୟ ଦର୍ଶନ ଶାସ୍ତ୍ରକୁ ଆମର ଏଇ ଯୋଉ ମହାବିଦ୍ୟାଳୟ ଡକ୍ଟର ଘନଶ୍ୟାମ ମିଶ୍ର ସଂସ୍କୃତ ମହାବିଦ୍ୟାଳୟରେ ପିଲାମାନଙ୍କୁ ଭାରତୀୟ ଦର୍ଶନ ପାଠ ପଢ଼ଉଛି। ମୋର ଗ୍ରାମ ହେଉଛି ଆସ୍କା, ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଆସ୍କା ସହରରେ। ସେଠି ମୁଁ ଜନ୍ମଗ୍ରହଣ କରିଥିଲି ଏବଂ ବିଦ୍ୟା ଅଧ୍ୟୟନ ଜଗନ୍ନାଥଙ୍କ ଅଶେଷ କୃପାରୁ ମୁଁ ପୁରୀ ଶ୍ରୀକ୍ଷେତ୍ରରେ ତାଙ୍କର ସାନ୍ନିଧ୍ୟରେ ରହି ମୁଁ ସେଠି ଶିକ୍ଷା ଅଧ୍ୟୟନ କଲି। ଏଇଟା ମୋର କୋଉ ପୂର୍ବଜନ୍ମର ସ୍ୱୀକୃତି ଥିଲା। ପ୍ରଭୁ ଜଗନ୍ନାଥ ମୋତେ ତାଙ୍କ ପାଖକୁ ନେଇକରି ପଢ଼େଇଲେ, ଆଉ ତାଙ୍କର ହିଁ ନାମ ଅନୁସାରେ ଶ୍ରୀ ଜଗନ୍ନାଥ ବିଶ୍ୱବିଦ୍ୟାଳୟରେ ମୁଁ ପାଠ ପଢ଼ି ପାରିଲି। ଏଇଟା ମୋର ଗୋଟେ ସୌଭାଗ୍ୟର ବିଷୟ। ଦ୍ୱିତୀୟ ପରିଚୟଟି ହେଲା ଯୋଉଟା କି ଆମର ଆତ୍ମୀୟ ପରିଚୟ, ଯୋଉଟା କି ପାରମାର୍ଥିକ ପରିଚୟ। ସେ ହେଉଛି ମୁଁ ଜଗତ ଜନନୀ ଆଦ୍ୟାଶକ୍ତିଙ୍କର ଅଧମ ପୁତ୍ର ଗୋଟେ। ତା ବ୍ୟତୀତ ମୋର ଆଉ କିଛି ନାହିଁ ପରିଚୟ। ମୁଁ ଗୋଟେ ବାଳୁତ ସନ୍ତାନ। ସେ ମତେ ହାତ ଧରିକିରି ଯୋଉ ରାସ୍ତାରେ ନେଉଛି ମୁଁ ସେ ରାସ୍ତାରେ ହିଁ ଯାଉଛି। ମୋର କିଛି ନାହିଁ, ମୋର ସାମର୍ଥ୍ୟ ନାହିଁ ଯେ ମୁଁ ସେଇ ରାସ୍ତାରେ ଯାଇପାରି। ସିଏ ମତେ ହାତ ଧରି ଧରି ହିଁ ଆଜି ଯୋଉ ମୁଁ ଆସିଛି, ଆପଣ ଯୋଉ ମତେ ନିମନ୍ତ୍ରିତ କରିଛନ୍ତି, ପ୍ରକୃତରେ ଏଇଟା ମୋର କିଛି ନୁହଁ, ମା ଜଗତଜନନୀ ପରମେଶ୍ୱରୀଙ୍କର ହିଁ ତାଙ୍କର କୃପା। ତାଙ୍କ କୃପା ଦ୍ୱାରା ହିଁ ମୁଁ ଆଜି ଆପଣଙ୍କ ଲୋଚନ ଆସିଛି। ଏହା ହିଁ ମୋର ପରିଚୟ। ମୋ ମାର ହିଁ ପୁଅଟି ହିଁ ରହିଛି, ସେ ହିଁ ମୋର ପରିଚୟ ସାର୍। ବହୁତ ସୁନ୍ଦର ସାର୍, ବହୁତ ସୁନ୍ଦର। ଆପଣ ଏକାଧାରରେ ଅଧ୍ୟାପକ ଅଛନ୍ତି, ସଂସ୍କୃତି ଗବେଷକ ହିସାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି ଏବଂ କବିତା ହେରିକା ଲେଖୁଛନ୍ତି ଏବଂ ଜଗନ୍ନାଥ ପ୍ରେମୀ। ତ ଏକା ଗୁଣରେ ସବୁ କିଛି ଏକାଠି ପାଇବା ବହୁତ ବଡ଼ ସୌଭାଗ୍ୟର କଥା। ଆପଣଙ୍କୁ ଅତିଥି ହିସାବରେ ପାଇ ଆଜି ଆମେ ମାନେ ବହୁତ ଖୁସି ଅଛୁ।
ସାର୍ ବର୍ତ୍ତମାନ ଆମେ ତ ଆପଣଙ୍କ ବିଷୟରେ ସ୍ୱଳ୍ପ କିଛି ଜାଣିଲୁ। ସାର୍ ଆପଣ କେବେଠୁ ଏ ଲେଖା ଲେଖି ଆରମ୍ଭ କଲେ ଆଉ କେବେଠୁ ଭାବିଲେ ଆପଣଙ୍କ ଭିତରେ ଏଇଭଳି ଏକ କବି ଜନ୍ମ ନେଇଛି ବୋଲି? ସାର୍ ମୁଁ ସେମିତି କିଛି ଭାବିନଥିଲି ମୁଁ ଗୋଟେ କବି ବୋଲି ଜାଣିକି ବର୍ତ୍ତମାନ ବି ମୁଁ କବିର ଆଖ୍ୟା ବି ମୁଁ ପାଇବା ପାଇଁ ଉପଯୁକ୍ତ ବୋଲି ମୁଁ ଭାବିନି। କାରଣ ଯୋଉରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ମାଟିର ମୁଁ ସନ୍ତାନ, ସେଇ ଯୋଉ ଚିର ବନ୍ଦନୀୟ ପ୍ରାତଃ ସ୍ମରଣୀୟ ସେ ଦିଗ୍ବିଜୟୀ କବି, ଯିଏ ବି ଉପମା ଅଳଙ୍କାର ଭରପୁର ତାଙ୍କର ଶାସ୍ତ୍ର, ତାଙ୍କ ଆଗରେ ମୁଁ ରେଣୁତୁଲ୍ୟ ମଧ୍ୟ ନୁହଁ। ଯିଏକି ବଳଦେବ ରଥ, ଯୋଉଠି ମୁଁ ବୃତ୍ତି ମୋର ଯୋଉଠି ଅଧ୍ୟାପନା କରେ, ପିଲାଙ୍କୁ ପାଠ ପଢ଼ାଏ, ସେ ହେଉଛି କବି ସୂର୍ଯ୍ୟ ବଳଦେବଙ୍କର ମାଟି, ସେଠି ମୁଁ ପାଠ ପଢ଼ଉଛି। ସେମାନଙ୍କ ଚିର ନମସ୍ୟ ମାନଙ୍କର ପାଦ ଧୂଳିର କଣାଟିଏ ବି ହେବା ପାଇଁ ହେଲି ମୁଁ ଭାବୁନି ମୁଁ ହେଇପାରିବି ବୋଲି। ଆପଣ କିଛି ଗୁଣଜ୍ଞ ବ୍ୟକ୍ତି ମାନେ କବିର ଆଖ୍ୟା ଦେଇଛନ୍ତି, ସେଥିପାଇଁ ହେଲେ ଆପଣ ଧନ୍ୟବାଦ ଦଉଛି। ମାତ୍ର ମୁଁ ସେମିତି ଗୋଟେ କବି ହେଇପାରିନି। ପିଲାବେଳୁ ମୋର ଗୋଟେ ଆଗ୍ରହ ଥିଲା ଯେ ମୋ ବୋଉ କଣ କରନ୍ତି ନା, ସିଏ ଗୋଟେ ଆଶୁ କବି। ସେ କଣ କରନ୍ତି ନା ଏମିତି ପୂଜା କରୁଥିବେ, ଚଉଳା ବୃନ୍ଦାବତୀ ପାଖରେ ପୂଜା କରୁଥିବେ, ସେ ମନରେ ମନରେ କିଛି କିଛି ଗୀତ ସେ ଗାଇ ଦିଅନ୍ତି। ସେ ଗୀତ ଶୁଣେ, ମତେ ଭଲ ଲାଗେ, ବହୁତ ସୁନ୍ଦରତା ଲାଗୁଛି। ନବମକୁ ଯେତେବେଳେ ମୁଁ ପ୍ରଥମ ପଢୁଥିଲି, ଅଷ୍ଟମ ପାସ୍ କରି ନବମ ପଢୁଥିଲି, ସେଥିରେ ଗୋଟେ ମୁଁ ଲେଖାଟେ ଲେଖିଥିଲି। ଆଉ ସେ ଲେଖାଟା ବି ମୁଁ ଜାଣିନି ମୁଁ କଣ ଲେଖିଛି, ମତେ ବହୁତ ଭଲ ଲାଗିଥିଲା। ମୁଁ ସାଧାରଣତଃ ଯୋଉ ପାରିପାର୍ଶ୍ୱିକ ଯାହା ଦେଖେ, ସେତେବେଳେ ମୁଁ ଭକ୍ତି, ଜ୍ଞାନ, କର୍ମ ଏ ବିଷୟରେ କିଛି ଜାଣିନଥିଲି। ପାରିପାର୍ଶ୍ୱିକ ଯାହା ଦେଖିଥିଲି, ରାଜନୈତିକ ଆଜି ପରିବେଶ ଯୋଉ ସେ ସମୟରେ ଥିଲା, ତାକୁ ଧରିକି ଗୋଟେ ଛୋଟ ଗୋଟେ ଲେଖାଟେ ଲେଖିଥିଲି। ସେଇଟା ମୋର ଗୋଟେ ମ୍ୟାଗାଜିନ୍ ପ୍ରକାଶିତ ହେଇଥିଲା। ସେଇଠୁ ହିଁ ମୋର ଆରମ୍ଭ ହେଇଛି। ମାତ୍ର ମଝିରେ ମଝିରେ ପ୍ରତିଘାତ ଦେଇକି ଚାଲିଥିଲା। ଯେତେବେଳେ କି ମୁଁ +2 ପଢିଲି, ସେଥିରେ କିଛି କିଛି ଲେଖିଥିଲି। ଯେତେବେଳେ ପିଜି କରିବାକୁ ଗଲି, ପିଜି ଏମଫିଲ୍ କଲି, ସେ ସମୟରେ କିଛି କିଛି ଲେଖୁଥିଲି। ଆଉ ତାପରେ ମୁଁ ଏମିତି ଲେଖିବି ବୋଲି ଭାବୁନଥିଲି। ମତେ ଗୋଟେ ହୃଦୟରୁ ଗୋଟେ ଆସୁଥିଲା ଭାବନା ଯେ କିଛି ଗୋଟେ ଲେଖ। ସେ ଅନୁସାରେ ମୁଁ ଲେଖି ଲେଖି ଯାଉଥିଲି। ଯାହା ଫଳରେ କି ମତେ ମୋର ସାଙ୍ଗମାନେ କହିଲେ, ପ୍ରଥମରେ ତୁ ଗୋଟେ ବହି ଗୋଟେ ଛାପୁନୁ। ମୁଁ କହିଲି ଆରେ ମୁଁ ସେମିତି ଯୋଗ୍ୟ ହେଇପାରିନି ବହି ଗୋଟେ ଛାପିବା ପାଇଁ। ଯଦି କହୁଛ ତାହେଲେ ତମ ମାନଙ୍କ ପାଖକୁ ସେମାନେ ମତେ କହିବେ ଆମ ବିଷୟରେ କିଛି ଲେଖିଦେ। ତାଙ୍କ କିଛି ଫଙ୍କସନ ହବ, ତାଙ୍କ ବିଷୟରେ ଟିକେ ଲେଖିଦେ। କିଛି ଲେଖା ଲେଖିଲେ ତାପରେ ନାଇଁ ତୁ ମୁଁ ଫେସବୁକରେ ଏମିତି ବିଶେଷ ଜାଣିନଥିଲି। ତାପରେ କହିଲେ ତୁ ଫେସବୁକରେ ଆଇଡି ଗୋଟେ ଖୋଲେ। ମୁଁ ଆଇଡି ଖୋଲିବାର ବି ସେ ବିଷୟରେ ଜାଣିନଥିଲି। ଆଇଡି ଗୋଟେ ଖୋଲିଲି, ଖୋଲିଲା ପରେ କିଛି ପଠେଇଲି। ଆଉ ଆସ୍ତେ ଆସ୍ତେ ବହୁତ ଆଦୃତ ହେଲା। ଯେତେବେଳେ କି ଗୋଟେ 5ଟା କି 7ଟା କମେଣ୍ଟ ଆସିଥିଲା, ମତେ ମୁଁ ଏମିତି ଲେଖିପାରୁଛି। ତାପରେ ଗୋଟେ ଲେଖିଥିଲି, ମତେ ବି ବହୁତ ଆନନ୍ଦ ଲାଗିଲା। ପ୍ରାୟ 1100 ଲାଇକ୍, ତା ଭିତରୁ ପ୍ରାୟ 300 ଖଣ୍ଡେ କମେଣ୍ଟ। ମୁଁ ସେବୁଠୁ ହିଁ ମୋର ଯୋଉ ଲେଖିବା ଧାରାଟାକୁ ଅଗ୍ରଗତି କରି ଚାଲିଲି। ଯେବେଠୁ ପ୍ରଶଂସା ମିଳିବା ଆରମ୍ଭ ହୋଇଛି ଏବଂ ଯେବେଠାରୁ ଆପଣଙ୍କୁ ସପୋର୍ଟ ମିଳିଛି, ସେବେଠୁ ଆପଣଙ୍କ ଲେଖା ଆହୁରି ସୁନ୍ଦର ହୋଇଛି ଏବଂ ଆପଣ ଆହୁରି ଲେଖିବାକୁ ମନସ୍ଥ କରିଛନ୍ତି। ଏହା ହିଁ ବହୁତ ଭଲ କଥା। ଗୋଟେ କବି ପାଇଁ ସେତିକି ହିଁ ଦରକାର, ଗୋଟେ ଲେଖକ ପାଇଁ ସେତିକି ଦରକାର, ଟିକେ ପ୍ରଶଂସା ମାତ୍ର। ଯେମିତି ନାଚ କରୁଥିବା ଲୋକମାନଙ୍କ ପାଇଁ ତାଳିଟିଏ ଦରକାର, ବା ଭଲ ଯଦି ନାଚ କରୁଛନ୍ତି ନିଶ୍ଚିତ ଭାବରେ ତାଳି ଦରକାର। ସେଇଭଳି ଭାବରେ କବି ଏବଂ ଲେଖକ ମାନଙ୍କ ପ୍ରଶଂସା ଟିକେ ଯଦି ପାଆନ୍ତି, ସେ ନିଶ୍ଚିତ ଭାବରେ ବହୁତ ଖୁସି ହୁଅନ୍ତି। ଏଥିରେ ଦ୍ୱିମତର କିଛି ନାହିଁ। ସାର୍ ବର୍ତ୍ତମାନ ଆପଣ ଦେଖୁଛନ୍ତି ଏବଂ ଆପଣ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ ଅଛନ୍ତି କହିବାକୁ ଗଲେ। ବର୍ତ୍ତମାନ ଯୁବପିଢିଙ୍କ ପାଇଁ ଆପଣଙ୍କର କଣ ରହିବ? ଯୁବପିଢି କେମିତି କରିବା ଦରକାର, କେମିତି ସାହିତ୍ୟକୁ ଭଲ ପାଇବା ଦରକାର, ତାଙ୍କ ମାନେ କଣ କରିବା ଦରକାର ବର୍ତ୍ତମାନ? ଶୁଣନ୍ତୁ, ସାହିତ୍ୟ ଗୋଟେ ଏମିତି ସିଏ ଗୋଟେ ଅଗାଧ ସମୁଦ୍ର। ସାହିତ୍ୟକୁ ଯଦି ଭଲ ପାଇବାର ଅଛି, ତାହେଲେ ସାହିତ୍ୟ ମାର୍ଗ ଦେଇ ଯିବାକୁ ପଡିବ। ମୋର ଲେଖା ଲେଖିଥିଲି,
ପ୍ରଥମେ ତ ଲକ୍ଷ୍ୟ ସ୍ଥିର କରିବାକୁ ପଡିବ। ମୁଁ ଲେଖାରେ ଲେଖିଥିଲି ଗୋଟେ ଲକ୍ଷ୍ୟ ଯେବେ ସ୍ଥିର ହୁଅ ନା ଅଧୀର, ପଥରେ ପଥର ଆସେ। ଲକ୍ଷ୍ୟ ଯେବେ ସ୍ଥିର ହୁଅ ନା ଅଧୀର, ପଥରେ ପଥର ଆସେ। ପଥେ ଯାଅ ଚାଲି, ପଥକୁ ନ ଭୁଲି, ଶୀତାନ୍ତେ ବସନ୍ତ ବାସେ। ଲକ୍ଷ୍ୟ ଯଦି ସ୍ଥିର କରିବ ମୁଁ ସାହିତ୍ୟକୁ ଆସିବି, ବହୁତ ସୁନ୍ଦର, ତାହେଲେ ବହୁତ ସୁନ୍ଦର, ବହୁତ ସୁନ୍ଦର। ଯଦି ଲକ୍ଷ୍ୟ ମାନଙ୍କର ସ୍ଥିର କରିବ ରହି ପଥରେ, ବନ୍ଧ୍ୟା ସରସ୍ୱତୀ। ନିଶ୍ଚିତ ଭାବରେ ସରସ୍ୱତୀ ହଉଛନ୍ତି ମା ବାଗ୍ବାଦିନୀ ସରସ୍ୱତୀ ହଉଛନ୍ତି, ତାଙ୍କୁ କୁହାଯାଇଛି ଆମର ଶାସ୍ତ୍ରରେ ନହି ବନ୍ଧ୍ୟା ସରସ୍ୱତୀ। ସରସ୍ୱତୀଙ୍କୁ ଯିଏ ସରସ୍ୱତୀଙ୍କର ପୁତ୍ର ହେବା ପାଇଁ ସିଏ ସମସ୍ତଙ୍କୁ ଆପଣେଇ ନେଇଛନ୍ତି। ଯଦି ତାଙ୍କରି ପୁଅ ହେବା ପାଇଁ ଚାହୁଁଛନ୍ତି, ସେ ନହି ବନ୍ଧ୍ୟା ସରସ୍ୱତୀର ଅର୍ଥ ସେ ବନ୍ଧ୍ୟା ନୁହନ୍ତି। ତାଙ୍କ ପାଖକୁ ଯଦି ଯିବେ ସେ କିଛି ନା କିଛି ଦେବେ, କାରଣ ସେ ଏତେ ଦୟାମୟୀ। ପ୍ରକୃତରେ ଜଗନ୍ନାଥ ହଉଛନ୍ତି ତ ସିଏ ସର୍ବସ୍ୱ, ହେଲେ ମଧ୍ୟ ମାର ସ୍ୱାଦଟା ପୁତ୍ର ପ୍ରତି ଯୋଉ ଥାଏ, ଯୋଉ ପ୍ରେମଟା ଥାଏ, ତାର ଯୋଉ ବାତ୍ସଲ୍ୟ ପ୍ରେମଟା ଥାଏ, ସେଇଟା ଆଉ କାହା ପାଖରେ ପାଇବେନି। ତେଣୁ ସେମାନେ ଯଦି ଆପଣଙ୍କ ପ୍ରଶ୍ନ ଥିଲା ଯଦି ସେ ସାହିତ୍ୟ କ୍ଷେତ୍ରକୁ ଯଦି ଜଣେ ଯିବାକୁ ଚାହୁଁଛି, ତାହେଲେ ପ୍ରଥମେ ସାହିତ୍ୟକୁ ଭଲ ପାଇବାକୁ ପଡିବ। ସାହିତ୍ୟ ଖାଲି କବିତା ଗୋଟେ ସାହିତ୍ୟ ନୁହଁ, ସାହିତ୍ୟ ହଉଛି ଅଗାଧ ସମୁଦ୍ର। ସେ ଭିତରେ ଯଦି ସଞ୍ଚରଣ କରିବାର ଅଛି, ପ୍ରଥମେ ଯଦି ପଦ୍ୟ ଲେଖିବାର ଅଛି, ପ୍ରଥମେ ଆମର ତାର ପାଦ ଜାଣିବାକୁ ପଡିବ। ପାଦ କଣ, ପଦ କଣ, ଶବ୍ଦ କଣ, ବର୍ଣ୍ଣ କଣ, ଏ ଭିତରେ ତାପରେ କଣ ଅଛି ଆମର ଯେମିତି ସାହିତ୍ୟରେ ଅଛି। ଆମର ଯଦି ଗୋଟେ କବିତାକୁ ଯଦି ଅଳଙ୍କାର କରିବାର ଅଛି, ଗୋଟେ ସ୍ତ୍ରୀର ଆଭୂଷଣ ହଉଛି ତାର ଅଳଙ୍କାର, ନିଶ୍ଚିତ ସେମିତି ଆମର ପଦ୍ୟର ଅଳଙ୍କାର ହଉଛି ଶବ୍ଦାର୍ଥ ପ୍ରସିଦ୍ଧୟା ବାକ୍ୟବେ ହି ପ୍ରୌଢି ବସେ ନେବା ହାରାଦି ବଦଳାଙ୍କାର ସନ୍ନିବେଶ ମନୋହରା। ଯଦି ତା ଭିତରେ ଆପଣ ଅଳଙ୍କାର ଦେଲେ, ଯେମିତି ଆପଣଙ୍କର ରୋଷେଇ କରିତେ ତାই ଗୋଟେ ଭଲ ଛୁଙ୍କ ଗୋଟେ ଦେଲେ, ଜଗନ୍ନାଥ ମହାପ୍ରସାଦରେ ସେ ଯୋଉ ଲାଷ୍ଟରେ ଛୁଙ୍କଟା ଦିଆଯାଏ, ସେଇ ଯୋଉ ହୁଏ ସେ ସୁବାସିତ, ସେମିତି କବିତା କଣ ସୌନ୍ଦର୍ଯ୍ୟ ବର୍ଦ୍ଧିତ ହବ ତା ଭିତରେ ଆପଣ ଯଦି ଛଟା ଦେଇପାରିଲେ ତା ଭିତରେ। ତେଣୁ ପ୍ରଥମେ ସାହିତ୍ୟ ଭଲ ପାଇବାକୁ ପଡିବ। କବିମାନଙ୍କର ଯୋଉ ଗରିଆନ କବିମାନେ ଅଛନ୍ତି, ତାଙ୍କର ସେଇ ପଦ୍ୟ, ତାଙ୍କର ସେ ଲାଳିତ୍ୟ, ତାଙ୍କର ସେ ଶବ୍ଦ ମାଧୁର୍ଯ୍ୟ, ତା ଭିତରେ ପ୍ରଥମେ ପ୍ରବେଶ କରିବାକୁ ପଡିବ, ତାପରେ ହିଁ ଲେଖିବାକୁ ପଡିବ। ଆଉ ଲେଖିବାଟା ବଡ ଛୋଟିଆ ଜିନିଷ ବୋଲି ଭାବୁଛନ୍ତି, ମାତ୍ର ମୁଁ ଯେତେବେଳେ ପ୍ରଥମେ ଗୋଟେ ଲେଖିଥିଲି ଗୋଟେ ଆର୍ଟିକଲ, ଏଇଟା ମୁଁ କହୁଛି +2 ର ବାକ୍ୟ ଭେଦ ମୁଁ ଜାଣିନଥିଲି, ସେ ବାକ୍ୟ ରଚନା କରିବା ଏତେ କଠିନ ହଉଥିଲା। ତେଣୁ ପ୍ରଥମେ କଣ ନା ଅଭ୍ୟାସ ଅଭ୍ୟାସ କରିବାକୁ ପଡିବ। ପ୍ରଥମେ ସାହିତ୍ୟିକ ଯଦି ହେବାର ଅଛି, କାହିଁ ଇଏ ହଉଛି ଅଗାଧ ସମୁଦ୍ର, ତା ଭିତରେ ପ୍ରବେଶ କରିବାର ଅଛି। ଆଜିକାଲିର ଯୋଉ ନୂତନ ପିଢିରେ ଆସିଛନ୍ତି, ସେମାନେ ବହୁତ ଭଲ ଲେଖୁଛନ୍ତି, ସେମାନଙ୍କର ରଚନା ଶୈଳୀ ଅତି ସୁନ୍ଦର, ମାତ୍ର ସେମାନେ କଣ ନା ଆଧୁନିକତା ରହିଯାଇଛନ୍ତି। ଆଧୁନିକତା ବି ଆବଶ୍ୟକ। ଯୋଉ ଗୋଟେ ମୁଁ ଲେଖିଥିଲି ମୃତ୍ୟୁ, ମୁଁ ଏକ ଜୀବନ୍ତ ଶବ, ହେ ମୃତ୍ୟୁ ଲେଖିଥିଲି, ହେ ମୁଁ ଗୋଟେ ଲେଖିଥିଲି ଗୋଟେ ଜୀବନ୍ତ ଶବ, ତାର ବି ଆଦୃତି ପାଇଲା। ମାତ୍ର ଯୋଉ ଆପଣଙ୍କର ଅଛି ସାହିତ୍ୟର ଯୋଉ ଲାଳିତ୍ୟପୂର୍ଣ୍ଣ ଅଛି, ସେଇ ଜିନିଷଟା ପାଇଁ ହେଲେ ପ୍ରଥମେ ଆପଣ ସେ ଭିତରେ ପ୍ରବେଶ କରିକିରି ଆପଣ ଅଧ୍ୟୟନ କରିବାକୁ ପଡିବ। ଅଧ୍ୟବସାୟ କଲେ ହିଁ, ଶ୍ରବଣ ମନନ ନିଧିଧ୍ୟାସନ କଲେ ହିଁ ଗୋଟେ ଶାସ୍ତ୍ରକୁ ଆପଣ କଣ କରିବେ ନା କରାୟତ କରିପାରିବେ। ଧନ୍ୟବାଦ ସାର୍। ଆପଣଙ୍କ ସହିତ କଥା ହେଲି, ବହୁତ ଭଲ ଲାଗିଲା। ଆପଣଙ୍କ ଠାରୁ ଆମେ ବହୁତ ଯୁବପିଢି ନିଶ୍ଚିତ ଭାବରେ ବହୁତ କିଛି ଶିଖିବେ ବୋଲି ଆଶା ଏବଂ ବିଶ୍ୱାସ। ପୁଣି ଥରେ କଥା ହବା ଅନ୍ୟ ଏକ କାର୍ଯ୍ୟକ୍ରମରେ, ଯୋଉଠି ବିସ୍ତୃତ ଭାବରେ ଆଲୋଚନା କରିବା। ଧନ୍ୟବାଦ ରହୁଛି ସାର୍, ନମସ୍କାର, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।